ଅଁଳାଗୁଡ଼ାରେ ସଡ୍ରା ପର୍ବ ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ଦୁର୍ଗମ ଜିଲ୍ଲା ଭାବରେ ବେଶ ପରିଚିତ। ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ବ୍ଲକ ନିକଟସ୍ଥ ଅଁଳାଗୁଡ଼ାଠାରେ ଆଦିବାସୀମାନଙ୍କ ଦ୍ୱାରା ପାଳନ ହେଉଥିବା ସଡ୍ରା ପର୍ବ କଥା। ଏହି ସଡ୍ରା ପର୍ବ ପ୍ରାୟ 3 ଦିନ ଧରି ବିନା ପିଆଜ ରସୁଣ ଆମିଷ ନ ଖାଇ ଅଲଣାରେ ନିଘା ନିଷ୍ଠାରେ ରହି ନୂଆ ବସ୍ତ୍ର ପରିଧାନ କରି ଆଦିବାସୀମାନେ ବହୁ ଉତ୍ସାହର ସହିତ ଆଡ଼ମ୍ବରର ସହ ଏହି ସଡ୍ରା ପର୍ବ ପାଳନ କରନ୍ତି। ଆଦିବାସୀମାନେ କଞ୍ଚା ମହୁଲ ଫୁଲରେ ମଦ ତିଆରି କରି ଇନ୍ଦ୍ର, ଗ୍ରାମ ଦେବତା, ମାଟି ଦେବତା, ଗଛ ଦେବତାଙ୍କୁ ଭଲ ଫସଲ ହେବା ପାଇଁ, ଗାଈ ବଳଦ ମନୁଷ୍ୟଙ୍କୁ ବସନ୍ତ ରୋଗ ନ ହେବା, ବର୍ଷା ହେବା ପାଇଁ ଏହି ପୂଜା ଅର୍ଚ୍ଚନା କରିଥାନ୍ତି। ଆଦିବାସୀମାନେ ଏହି ସଡ୍ରା ପର୍ବ ପାଳନ କଲେ ଭଲ ଫସଲ ହେବ ବୋଲି ବିଶ୍ୱାସ କରି ଆସୁଛନ୍ତି କେଉଁ ପୂର୍ବପୁରୁଷରୁ। ଝରା ମାଳିକ। ଆଚ୍ଛା, କ'ଣ କହିବେ? କ'ଣ ପୂଜା କରୁଛନ୍ତି ଆଜି? ଏଇଟା ଆମର ପିତୃମାନଙ୍କୁ ଡାକିକିରି ଆମ ସେ ମଦ ହଉ ଭାତ ହଉ ସବୁ ଦେଉଛୁ। ଆମ ବିହନକୁ କେମିତି ସଫଳ କରିବ, ଆମେ କେମିତି ବିହନ ବୁଣାବୁଣି କଲେ କେମିତି ବର୍ଷା ଆସିବ, ବର୍ଷା ଆସିଲେ ଆମେ ଫସଲ କେମିତି ପାଇବୁ। ଆମେ ତ ଗରିବ ଲୋକ, ଆଉ ତେଣୁକରି ଆମେ ମଦ ରାନ୍ଧୁଛୁ। ଆଗେ ମଦ ରାନ୍ଧିକି ପିତୃମାନଙ୍କୁ ଦେବାକୁ ବାଧ୍ୟ। ଯେତେ ମନା କଲେ ବି ଆମେ ନହେଲେ ରାନ୍ଧିବୁ ଆକା। ତ ଏ ପର୍ବ ଆପଣ କେମିତି କରୁଛନ୍ତି? କ'ଣ କେମିତି? ଏଇଟା ଆମେ ଯେଉଁ ଏଇ ଫସଲ କଲେ ବି କିଛି ହେବାକୁ ନାହିଁ। ତେଣୁକରି ଆମ ପିତୃମାନଙ୍କୁ କହୁଛୁ ଯେ ଏଇଟା କିନ୍ତୁ ଆମ ଫସଲ ହେବା ପାଇଁ ଆମେ ପିତୃମାନଙ୍କୁ ଡାକିକି ଆମ ପାଇଁ କେମିତି ସଫଳ କର, ଆମ ପିଲା କୁଟୁମ୍ବକୁ କେମିତି ଭଲରେ ରଖ, ଆମ ଜିନିଷକୁ କେମିତି ଭଲରେ ରଖି ଏଇ ଫସଲକୁ ଇଏ କରିଦିଅ ବୋଲିକି ପିତୃମାନଙ୍କୁ ଜଣେଇକି ଆମେ ଏଇ କାର୍ଯ୍ୟଟା କରୁଛୁ ବର୍ଷକୁ ଥରେ। ଗ୍ରାମ ଦେବୀ ନଜୁତାବା ମାଜିନିନୁ, ହେ ଗ୍ରାମ ଦେବୀ ନଜୁତାବା ମାଜିନିନୁ, ପଦାମିଲା ତିଦି ହୁଡ଼ି ମାଜିନିନୁ, ନଜୁଗୁଡ଼ା ତିଦି ପିହୁ ମାଜିନିନୁ, ସବୁବେଲେ ତିକିନିନୁ, ହେ ଗ୍ରାମ ଦେବୀ ନେହେଗିଆ ହୁଡ଼ାମିନୁ, ହେ ଗ୍ରାମ ଦେବୀ ଭଲ ଗିଆ ଇଟାମିନୁ, नीति बदाम हबुआडे खुशी आनिला त्राहे मान, हे ग्राम देवी तिहुरा मुनिनु मांगी, हे ग्राम देवी हुड़िया मुनिनु मांगी, हे गुंगिया चारियाडे मांजिनी, हे गुंगिया चारिदिग मांजिनी। କହିବେ ଆଜିର ଯେଉଁ ପରମ୍ପରା ଆପଣ କରୁଛନ୍ତି, ବର୍ଷ ବର୍ଷ ଧରି ପରମ୍ପରା ଲାଗିଛି, କ'ଣ କହିବେ ଆପଣ? ଆମର ଏଇଟା ହେଉଛି ଆଜିଠାରୁ ଆଗରୁ ପୂର୍ବ ଇଏରେ ଅଛି। ଏଇଟା ମଧ୍ୟ ଆମେ ଜନ୍ମ ହୋଇନଥିଲୁ ମଧ୍ୟ ସେଠାରୁ ଆମର ଏଇ ପରମ୍ପରା ଚାଲିଛି। କିନ୍ତୁ ଆଜି ଯାଏଁ ଆମର ଆମର ସାଂସ୍କୃତିକଟା ସବୁଦିନ ପାଇଁ ବଜାୟ ରଖିବା ପାଇଁ ଆମର ପ୍ରତ୍ୟେକ ବର୍ଷ ଆମର ଏଇଟା କାର୍ଯ୍ୟକ୍ରମ ହେଉଛି। ଆର ନିୟମ ହେଉଛି ଆମର ଯେଉଁ ପରମ୍ପରା ଅଛି, ଆମର ଏଇଟା ଗୋଟେ ସଡ୍ରା, ବୁଝିଲ। ସେ ସଡ୍ରାର ନିୟମ ହେଉଛି ଆମର ଯେଉଁ ବିହନ ପକାଇବା, ନହେଲେ ଆମର ମଞ୍ଜି ପକାଇବା, କେମିତି ଲୋକ ଆମର ଇଏ ଅଛି ମାନେ ପରିବେଶଟା କେମିତି ଭଲ ହେବ, ସେ ଉଦ୍ଦେଶ୍ୟ ନେଇକି ଆମର ଏ ଯାତ୍ରା ପାଳନ କରାଯାଉଛି। ପୂର୍ବ କାଳରେ ଇଏ ଅଛି। ଆଉ ଏଣୁକରି ଆମର ଏବେ ଯେଉଁ ଇଏ ସଡ୍ରା ହେଲା, ସଡ୍ରାରେ ଆମେ ସବୁ ମଞ୍ଜି ମଧ୍ୟ ପକାଇଛୁ, ଆମର ଅନ୍ୟାନ୍ୟ ମଧ୍ୟ ପକାଇଛୁ, କେମିତି ଭଲ ହେଉ, ବର୍ଷା ଟିକେ ଭଲ ହେଉ, ଆମର ପରିବେଶଟା କେମିତିକି ଆମକୁ ଲୋକମାନଙ୍କୁ କେତିକି ଭଲ ରହୁଥିବ, ସେ ଉଦ୍ଦେଶ୍ୟରେ ଆମର ଏଇ ସଡ୍ରା ଗୋଟେ ପାଳନ କରାହେଉଛି। ଗଜପତି ଜିଲ୍ଲାରୁ ଜିତେନ୍ଦ୍ର କୁମାର ବେହେରାଙ୍କ ରିପୋର୍ଟ, ପ୍ରତୀକ୍ଷା ନ୍ୟୁଜ୍।